ବାୟାପଡ଼ା ଘାଟି 18 ଗାଁକୁ ରାସ୍ତା ମରାମତି ଶେଷ। ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡ଼ି ପଞ୍ଚାୟତ ତୁମ୍ବପଦର ଗାଁ ନିକଟରେ ଗତ ମାସ ଲଗାଣ ବର୍ଷାରେ ଏକ ଭୀଷଣ ଭୂସ୍ଖଳନ ହୋଇଥିଲା, ଯାହାଫଳରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ସଡ଼କ ଓରିଙ୍ଗଠାରୁ ବାୟାପଡ଼ା ସମ୍ପୂର୍ଣ୍ଣ ଭାବେ ଧୋଇ ହୋଇଯାଇଥିଲା। ଏହି ରାସ୍ତାଟି ଖଇରପୁଟ ଏବଂ କୋରୁକୋଣ୍ଡା ବ୍ଲକକୁ ଯୋଗାଯୋଗ କରୁଥିଲା। 1.850 କିମି ଠାରୁ 2.580 କିମି ପର୍ଯ୍ୟନ୍ତ ରାସ୍ତା ଧୋଇଯିବା ପରେ ସ୍ଥାନୀୟ ଲୋକେ ଏକ ଅସ୍ଥାୟୀ କାଠ ପୋଲ କରି ଯିବା ଆସିବା କରୁଥିଲେ। ଜିଲ୍ଲା ପ୍ରଶାସନର ତତ୍ପରତା ଦେଖାଇବା ସହ ରାସ୍ତା ମରାମତି କାର୍ଯ୍ୟ ଦ୍ରୁତ ଗତିରେ ଆରମ୍ଭ କରିଥିଲେ। ଯେହେତୁ ବାୟାପଡ଼ା ଏକ ତୀକ୍ଷ୍ଣ ଘାଟି ଅଞ୍ଚଳ, ତେଣୁ ଅଧିକାରୀମାନଙ୍କୁ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପ୍ରଥମେ ଅସ୍ଥାୟୀ କାଠ ପୋଲ ପରିବର୍ତ୍ତେ ଘାଟି ତଳୁ ପଥର ଏବଂ ସ୍ପଲ୍ ନେଇ ସୃଷ୍ଟି ହୋଇଥିବା କୃତ୍ରିମ ନାଳକୁ ପକାଇବା ସହ ବାଲି ମାଟି ପକାଇ ପାଣି ବହିବା ବନ୍ଦ କରିଥିଲେ। ଏହାପରେ ତୀକ୍ଷ୍ଣ ଘାଟିରେ ବଡ଼ ବଡ଼ ହୁକ୍ ପାଇପ୍ ଲଗାଇ ରାସ୍ତାଟିକୁ ଯାତାୟାତ ପାଇଁ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ କରାଯାଇଛି ବୋଲି ଯନ୍ତ୍ରୀ କହିଛନ୍ତି। ଚଳିତ ମାସ 2 ତାରିଖ ଠାରୁ 2 ଚକିଆ ଏବଂ ହାଲକା 4 ଚକିଆ ଯାନ ଯିବା ଆସିବା ଯୋଗ୍ୟ ହୋଇପାରିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏବେ ସୁରିପଡ଼ା, ବାୟାପଡ଼ା, ଗଙ୍ଗପଡ଼ା, ଘିସିଙ୍ଗୁଡ଼ା, ଆମ୍ବିଲିବେଡ଼ା, ଅଙ୍ଗୁରଗୁଡ଼ା ଭଳି ପାଖାପାଖି 18ଟି ଗାଁକୁ ଯୋଗାଯୋଗ ସୁଗମ ହୋଇପାରିଛି। ସୂଚନାଯୋଗ୍ୟ ଯେ ଗତ ମାସର ଶେଷ ଭାଗରେ ପ୍ରବଳ ବର୍ଷା ହୋଇଥିଲା, ଯାହାଦ୍ୱାରା ଜିଲ୍ଲାର କିଛି ଅଞ୍ଚଳରେ ରାସ୍ତା, କଲଭର୍ଟ ସବୁକିଛି କ୍ଷୟକ୍ଷତି ହେବା ସହ କିଛି ତଳିଆ ପୋଲ ମଧ୍ୟ ଜଳମଗ୍ନ ହୋଇଥିଲା। ତେବେ ପୁଣି ଏକ ଲଘୁଚାପ ଅବପାତ ହେବାର ଅଛି। ଆସନ୍ତା 6 ତାରିଖ ଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ମାଲକାନଗିରି ଜିଲ୍ଲାକୁ ମଧ୍ୟ ଚେତାବନୀ ରହିଥିବା ସୂଚନା ମିଳିଛି। ଏଣୁ ମରାମତି ହୋଇଥିବା ରାସ୍ତା କେତେ ଦୂର ସୁରକ୍ଷିତ ବୋଲି ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ସେହି ସ୍ଥାନରେ ଏକ ପ୍ରୋକୋଲିନ୍ ଏବଂ ଏକ ଟ୍ରାକ୍ଟର ରଖାଯାଇଛି। ଯଦି ଉକ୍ତ ସଡ଼କରେ ଆଗକୁ କିଛି ଭୂସ୍ଖଳନ କିମ୍ବା ରାସ୍ତା ଧୋଇଯାଏ, ତାହେଲେ ତତ୍କାଳ ମରାମତି ହୋଇପାରିବ। ଯଦିଓ ନାରେଙ୍ଗଝୋଲା ଗାଁ ପଟେ ଏକ ବିକଳ୍ପ ରାସ୍ତା ମଧ୍ୟ ରହିଛି। ରାସ୍ତାଟି 4 ଚକିଆ ଯାନ ଯିବା ଆସିବା କରିବା ପାଇଁ ସୁରକ୍ଷିତ ଅଛି ବୋଲି ନିର୍ବାହୀ ଯନ୍ତ୍ରୀ ସୁଜିତ କୁମାର ବେହେରା କହିଛନ୍ତି। ମାଲକାନଗିରିରୁ ଅବଦୁଲ ଗାନିଙ୍କ ରିପୋର୍ଟ, ଦ ନ୍ୟୁଜ୍ ଟୁଡେ।